ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ର ସେସନକୁ ଆଗକୁ ବଢିବା। ଆଷ୍ଟ୍ର ସେସନ କ୍ରମରେ ଆମେ ବୃହତ ପରାଶର ହୋରା ଶାସ୍ତ୍ରର ରାଶି ସ୍ୱରୂପ ଅଧ୍ୟାୟ ଗୁଡିକ ବିଷୟରେ ପଢୁଥିଲୁ। ରାଶି ସ୍ୱରୂପ ଅଧ୍ୟାୟରୁ ଆମେ ଜେନେରାଲି ଏଇଆ ପଢୁଥିଲୁ ଯେ ରାଶି ମାନଙ୍କର କ୍ୟାରେକ୍ଟରିଷ୍ଟିକ୍ସ କେମିତି କଣ ରହିବ। ସେଇଥିରେ ମହର୍ଷି ପରାଶର କଣ କଣ କହିଛନ୍ତି ସେଇ ଟପିକ ଗୁଡାକ ଆମେ ଧୀରେ ଧୀରେ କରି ପଢୁଛୁ। ଆମର ମେଷ ରାଶି କାଲି ସରିଥିଲା, ଆଜି ଆମେ ପଢୁଛୁ ବୃଷ ରାଶି। ଏଟା କେବଳ ଯେ ରହିବ ମହର୍ଷି ପରାଶର କଣ କହିଛନ୍ତି ତା ନୁହେଁ, ତା ସହିତ ନିଜର ପର୍ସନାଲ ରିସର୍ଚ୍ଚର ଜିନିଷ ଗୁଡିକ ମଧ୍ୟ ତା ଭିତରେ ରହିବ। ତାପରେ ଆମେ ଆଗେଇବା, ଜାଣିବା ଗୋଟେ ଗୋଟେ ରାଶି ବିଷୟରେ। ମେଷ ରାଶି ଆମେ ପଢିଛେ, ଆଜି ଆମେ ବୃଷ ରାଶି ପଢୁଛେ। ଆଚ୍ଛା, ଆମେ ସମସ୍ତେ ଜାଣିଛେ ଯେ ବୃଷ ରାଶି ହଉଛି କାଳ ପୁରୁଷର ସେକେଣ୍ଡ ହାଉସ। ସେକେଣ୍ଡ ହାଉସ ରେ ବୃଷ ରାଶି ପଡେ, ଯାହାର ମାଲିକ ହଉଛନ୍ତି ଶୁକ୍ର। ଏଥିରେ ତିନିଟା ନକ୍ଷତ୍ର ପଡେ, ଗୋଟେ ହେଲା କୃତ୍ତିକା ନକ୍ଷତ୍ର, ଗୋଟେ ହେଲା ରୋହିଣୀ ନକ୍ଷତ୍ର, ଗୋଟେ ହେଲା ମୃଗଶିରା ନକ୍ଷତ୍ର। ତେଣୁ ବୃଷ ରାଶି କହିଲେ ତିନି ପ୍ରକାର ବୃଷକୁ ବୁଝାଯାଏ। ଗୋଟେ ହେଲା କୃତ୍ତିକା ବୃଷ, ରୋହିଣୀ ବୃଷ, ମୃଗଶିରା ବୃଷ। କ୍ଲିୟର? ବୃଷ ରାଶିରେ ଜେନେରାଲି ତିନି ଡିଗ୍ରୀରେ ଚନ୍ଦ୍ର ଉଚ୍ଚ ହେଇଯାଆନ୍ତି ଏବଂ ବୃଷ ରାଶିରେ 3 ଡିଗ୍ରୀ ପରଠୁ ଚନ୍ଦ୍ର ଯେତେ ବି ଡିଗ୍ରୀରେ ରହିଲେ 3 ଡିଗ୍ରୀରେ ବୃଷ ରାଶିରେ ଚନ୍ଦ୍ର ପରମ ଉଚ୍ଚ ହେଇଯାଆନ୍ତି। 3 ଡିଗ୍ରୀ ପରେ ଯେତିକି ରହିଲେ ସେଟା ତାଙ୍କର ମୂଳ ତ୍ରିକୋଣ ଭଳିଆ କାଉଣ୍ଟ କରାଯାଏ। ଠିକ ଅଛି। ଜେନେରାଲି ବୃଷ ରାଶିର କ୍ୟାରେକ୍ଟରିଷ୍ଟିକ ସେମିତି ଖାଲି କହିଦେଲେ ହବନି ଯେ ଆଜ୍ଞା ବୃଷ ରାଶି ହେଇଗଲା, ତ ବଢିଆ ହେଇଥିବ, ସୁନ୍ଦର ହେଇଥିବ। ଧନୁ ଲଗ୍ନ ବାଲାଙ୍କର ଯଦି ବୃଷ ରାଶି ହେଲା ତାହେଲେ କଣ ହବ? ହରିବୋଲ ହବ। ଧନୁ ଲଗ୍ନ ବାଲାଙ୍କର ଯଦି ବୃଷ ରାଶି ହେଇଗଲା, କାହିଁ ହରିବୋଲ ହବ? ନିଜେ ବାଛିକି ନିଜେ ଖୋଜିକି ବାହାର କର। ତେଣୁ ସେଟା ମାନେ ନାହିଁ ଯେ କେବଳ ବୃଷ ରାଶି ହେଇଗଲେ ଯେ ପୁରା ସବୁ ବଢିଆ ହେଇଯିବ, ସେମିତି ମାନେ ନାହିଁ। ଏ ସଂସାରରେ ଆଷ୍ଟ୍ରୋଲୋଜିରେ କିଛି ଗୋଟେ ତମେ ଯଦି କହିବ କି ମୁଁ ମୋହର ମାରିଦେଲି ବହିରେ ଏୟା ଲେଖା ହେଇଛି, ଶ୍ଲୋକ ଏୟା ଲେଖା ହେଇଛି, ମାନେ ଏୟା ହବ, ଏଟା ହେଇପାରିବ। କାରଣ ତ ବହୁତ ସାରା ଜିନିଷ ଅଛି ଯୋଉଟା କି ସାଇମଲଟେନିୟସଲି ଦେଖିବାକୁ ପଡେ। ଆମେ କେବଳ ମହର୍ଷି ପରାଶର କଣ କହିଛନ୍ତି ତାପରେ ଗୋଟେ ଓଭରଭ୍ୟୁ ନଉଛୁ। ବାକି ଯଦି ତମେ କହିବ କି ସାର୍ ଆପଣଙ୍କ କଥା ମ୍ୟାଚ୍ କରୁନି, ନ ମ୍ୟାଚ୍ କଲେ କିଛି ଅସୁବିଧା ନାହିଁ, ଆପଣ ଅଧିକା ପଢନ୍ତୁ, ଅଧିକା ଜାଣନ୍ତୁ, ଅଧିକା ଆଗନ୍ତୁ। ଠିକ ଅଛି ନା? ତ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା ମୋର ଯେ ଆମେ ମହର୍ଷି ପରାଶରଙ୍କର ମୋର ମାନେ ଶ୍ଲୋକରୁ ହିଁ ବୃଷ ରାଶିର କ୍ୟାରେକ୍ଟରିଷ୍ଟିକ୍ସ ବିଷୟରେ ପଢିବା। ମହର୍ଷି ପରାଶର କଣ କହିଲେ? ବୃଷ ରାଶିର କ୍ୟାରେକ୍ଟରିଷ୍ଟିକ୍ସ କୁ ଶ୍ଵେତ ଶୁକ୍ର ଦୀପ ଦୀର୍ଘ ଚତୁଷ୍ପାଦ ଛତ୍ୱରୀ ବଲି ଜାମେଟ ଗ୍ରାମ୍ୟ ବଣ ବଣି ଭୂମି ହିଁ ରଜି ପୃଷ୍ଠ ଦୋଇ ବୃଷ। କଣ କହିଲେ? ବୃଷ ରାଶି ହଉଛି ଶ୍ଵେତ ବର୍ଣ୍ଣ। ବୃଷ ରାଶି ବାଲାଙ୍କୁ ଜେନେରାଲି ଶ୍ଵେତ ବର୍ଣ୍ଣର ଜିନିଷ ଗୁଡାକ ୟୁଜ କରିବା ଦରକାର। ମାନେ ହ୍ୱାଇଟ କଲର ର ଜିନିଷ ଗୁଡାକ ବୃଷ ରାଶି ବାଲାଙ୍କୁ ଭଲ ୟୁଜ କଲେ ତାଙ୍କ ପାଇଁ ଭଲ। ବୃଷ ରାଶିର ସ୍ୱାମୀ ହଉଛନ୍ତି ଶୁକ୍ର। ଲମ୍ବା ଶରୀର। ଭାଇ ଦେଖ, ଯେତେବେଳେ ବୃଷ ରାଶିରେ ଏଠି ଯୋଉ ଇଣ୍ଟରପ୍ରିଟେସନ ବହି ଲେଖିଛି ଲମ୍ବା ଶରୀର, ଏଇଟା ଟିକେ ମୁଁ ବହି ସହିତ ମାନେ ଯୋଉ ଇଣ୍ଟରପ୍ରିଟେସନ ଯିଏ ଲେଖିଛି ତା ସହିତ ମୁଁ ଅ, ମାନେ ଏକମତ ନୁହଁ। କାହିଁକି ନୁହଁ ନା ଏଇଥିପାଇଁ ଏକମତ ନୁହଁ, କାରଣ ଚନ୍ଦ୍ରଟା ମନକୁ ଶୋ କରେ। ତେଣୁ ଲମ୍ବା ଶରୀର ଇନ ଦ୍ୟାଟ କଣ୍ଟେକ୍ସଟରେ ଏଇଟା ତମେ କହିଯାଇ ପାରିବ ଯେ ମନ ତାଙ୍କର ବହୁତ ବଡ। ସେମାନେ କେବେ କୌଣସି ଗୋଟେ ଛୋଟ ଜିନିଷ କରିବାକୁ ପସନ୍ଦ କରନ୍ତିନି। ସେମାନେ ବହୁତ କିଛି ବଡ ଆଚିଭ କରିବାକୁ ତାଙ୍କ ଜୀବନରେ ଦରକାର। ବୃଷ ରାଶି ବାଲାଙ୍କର ଏମ୍ ହାଏ ସବୁବେଳେ ଥାଏ। ଚୌପାୟ ରୂପ। ଚୌପାୟ ରୂପ ମାନେ ବୃଷ ରାଶି ବାଲାଙ୍କର ତମେ ଯେତିକି ବୃଷ ରାଶି ବାଲାଙ୍କୁ ଦେଖିବ ତାଙ୍କର ଜେନେରାଲ ରେ ମାନେ ଯୋଉ ଗଠନ ଟା ଆସିଥିବ ପ୍ରାୟତଃ ଗୋଲ ଗୋଲ ଥିବ। ପ୍ରାୟତଃ ଗୋଲ ଥିବ। ପ୍ରାୟ ମାନେ ମୁଁ ବୃଷ ରାଶି ବାଲାଙ୍କର ପ୍ରାୟ ଦେଖିଛି
ତାଙ୍କର ଶରୀରରେ ଭାଇ ଗୋଲ ମାନେ ଚନ୍ଦ୍ର ଭଳିଆ ରୂପଟା ଥିବ, କାରଣ ଚନ୍ଦ୍ରର ସେଠି ଡୋମିନାନ୍ସ ରହେ ବୃଷ ରାଶି ବାଲାଙ୍କର। ବୃଷ ରାଶି ରାତ୍ରି ବୋଲି, ଏ ବୃଷ ରାଶି ବାଲା ସମସ୍ତେ ରାତ୍ରିରେ ବଳବାନ ଥାନ୍ତି। ମାନେ ଇଫ ଦେ ୱାଣ୍ଟ ଟୁ ଟେକ୍ ଏନି ଡିସିଜନ, ଇଫ ଦେ ଟେକ୍ ଡିସିଜନ ଇନ ଆଟ୍ ନାଇଟ୍, ତାଙ୍କ ପାଇଁ ବହୁତ ଭଲ। ବୃଷ ରାଶି ବାଲା ଯୋଉ ମାନେ ଦକ୍ଷିଣ ଦିଗକୁ ଯାଆନ୍ତି, ଦକ୍ଷିଣ ଦିଗ ହଉଛି ତାଙ୍କର ସ୍ୱାମୀ। ଦକ୍ଷିଣ ଦିଗକୁ ଯାଆନ୍ତି ମାନେ ସିଏ ଯଦି ତାଙ୍କ ଘରରୁ ଦକ୍ଷିଣ ଦିଗକୁ ଯାଇକି କୌଣସି କାମ କଲେ ତାହେଲେ ତାଙ୍କର ଭାଗ୍ୟ ଉଦୟ ହବ। ଯଦି ବୃଷ ରାଶି ବାଲା ତାଙ୍କ ଘରଠୁ ଉତ୍ତର ଦିଗରେ ଯାଇ କାମ କଲେ ତାହେଲେ ସେଇଟା ତାଙ୍କ ପାଇଁ ଭଲ ନୁହଁ। ଠିକ ଅଛି। ଏବଂ ବୃଷ ରାଶି କଣ ସବୁ କରେ ନା ବଣିକ ଭୂମି, ଗ୍ରାମ୍ୟ ବଣିକ ଭୂମି, ଗ୍ରାମବାସୀ ବୃନ୍ଦ ମାନଙ୍କୁ ବି ବୃଷ ଇଏ କରେ। ମାନେ ବୃଷ ରାଶି ବାଲା ଜେନେରାଲି ଗାଁରେ ଫେମସ ଥାନ୍ତି କୌଣସି ନା କୌଣସି କାରଣ ହତୁ। ଜେନେରାଲି ପ୍ରାୟ ବୃଷ ରାଶି ବାଲାଙ୍କୁ ସମସ୍ତେ ଜାଣନ୍ତି। ଠିକ ବିପରୀତରେ ବିଛା ରାଶି ବାଲାଙ୍କୁ କେହି ଜାଣନ୍ତିନି ଗାଁରେ। ବିଛା ରାଶି ବାଲାଙ୍କୁ ଜାଣିଥିବେ ମାଡଗୋଳ ବା କୁକର୍ମ ପାଇଁ, କିନ୍ତୁ ବୃଷ ରାଶି ବାଲାଙ୍କୁ ଭଲ କର୍ମ ପାଇଁ ଗାଁରେ ପ୍ରାୟତଃ ସମସ୍ତେ ଜାଣନ୍ତି। ବୈଶ୍ୟ ବଣିକ ଭୂମି, ବଣିକ ଭୂମି ମାନେ ଯୋଉ ବିଜନେସ ପ୍ଲେସେସ୍। ବୃଷ ରାଶି ରିପ୍ରେଜେଣ୍ଟସ୍, କାରଣ କାଳପୁରୁଷ କୁଣ୍ଡଳୀରେ ସେକେଣ୍ଡ ହାଉସ ତୁ ଧନର ଜାଗାଟା ସେଟା, ଆଉ ଧନଟା ବୈଶ୍ୟ ମାନଙ୍କ ପାଖରେ ରହେ। ଆଉ ସେମାନଙ୍କ ମୁଣ୍ଡରେ ନା ଦି ତିନିଟା ଜିନିଷ ସବୁବେଳେ ଚାଲେ। ଏକ ତ ଭାଇ ବୃଷ ରାଶି ବାଲାଙ୍କ ମୁଣ୍ଡରେ କମ୍ପିଟିସନ ଚାଲିବ ହିଁ ଚାଲିବ, କେହି ରୋକିପାରିବେନି ତାଙ୍କ ମୁଣ୍ଡର କମ୍ପିଟିସନକୁ। ଇଫ୍ ୟୁ ସି ବୃଷ ରାଶି, ଭାଇ କମ୍ପିଟିସନ ସେମାନେ ନେଇକି ଜନ୍ମ ହେଇଛନ୍ତି। ଷଣ୍ଢ ଆଗରେ ନାଲି ପତାକା ବୁଲେଇଲେ ଷଣ୍ଢ ତାର ଚୁପଚାପ ଶୋଇଛି। 17 ବଜାରର ଛୁଆ କଟକରେ ଷଣ୍ଢ ଆଗରେ ନାଲି କପଡା ବୁଲେଇ ଦେଲେ, ଷଣ୍ଢ ତାର ଚୁପଚାପ ଶୋଇଛି, ତାର କିଛି ଯାଉନି ଆସୁନି, ତାର ପାକୁଳି କରୁଛି ଗ ଖାଇଦେଲା। ଯଦି ବୃଷ ରାଶି ବାଲାଙ୍କୁ ତୁମେ ଚ୍ୟାଲେଞ୍ଜ କଲ, ଆଉ ଯଦି ମାର୍ସ ର ସପୋର୍ଟ ମୁନ୍ କୁ ଅଛି କି ସନ୍ ର ସପୋର୍ଟ ମୁନ୍ କୁ ଅଛି, ତାହେଲେ ବିଶ୍ୱାସ କରରେ ହିମାଳୟ ଉପରେ ଯଦି କମ୍ପିଟିସନ ହବ ଚଢିବାକୁ, ସେମାନେ ଫାଷ୍ଟ ଆସିଥିବେ। ନହେଲେ ଜେନେରାଲି ସେମାନେ ପଡି ରହିଥାନ୍ତି, ତାଙ୍କର କିଛି କାମ ନାହିଁ। ଯେମିତି ହାଟରେ ପରିବା ପତ୍ର ଥାଏ, କାହାର ପରିବା ଖାଇଦେଲେ, କୋଉଠି ଚୁପଚାପ ଚାଲିଗଲେ, ବୃଷ ରାଶି ଆସିଗଲା ଏଇଭଳିଆ। କିନ୍ତୁ ଯଦି ରେଡ କପଡା ତମେ ତାଙ୍କୁ ଦେଖେଇଛ ବୃଷ ରାଶି ବାଲାଙ୍କୁ, ଠିକ ଅଛି, ତାହେଲେ ତାଙ୍କ ପାଖରେ ସିଂହ ଅଛି, ସେ ମାରିବା କଥା ମାରିବେ। ଇନ୍ ମଡର୍ନ କଣ୍ଟେକ୍ସଟ ରେ ଦେ ଆର୍ ଭେରି କମ୍ପିଟେଟିଭ। ଯଦି ବୃଷ ରାଶିରେ ମୁନ୍ ପୀଡିତ ହେଇଗଲା ତାହେଲେ କଣ ହବ? ତାହେଲେ ଏଇଆ ହବ ଯେ ତାଙ୍କ ଭିତରେ ସହନଶୀଳତାର କମି ରହିବ। ଠିକ ଅଛି। ରଜଗୁଣୀ ଏବଂ ପୃଷ୍ଠଦ୍ୱୟୀ ସ୍ୱରୂପ। ରଜଗୁଣୀ ମାନେ ବିଳାସ ବେସନ ପୂର୍ଣ୍ଣ ଯୋଉ ଜିନିଷଟା, ସେଇଟା ବୃଷ ରାଶି ବାଲାଙ୍କ ପାଖରେ ରହିବ ହିଁ ରହିବ, କେହି ତାକୁ ରୋକି ପାରିବେନି। ମୋ କଥାଟା ବୁଝିପାରୁଛ ତ ମୁଁ କଣ କହିବାକୁ ଚାହୁଁଛି? ଏଇଟା ଗୋଟେ ବୃଷ ରାଶିର ମୁଁ ନର୍ମାଲ କ୍ୟାରେକ୍ଟର କହୁଛି। ଆପଣ ଯଦି ଭାବିବେ କି ନାଇଁ ବୃଷ ରାଶି ବାଲାଙ୍କର ଯୋଉ ନର୍ମାଲ କ୍ୟାରେକ୍ଟର କହୁଛି ଏଇଟା ମ୍ୟାଚ୍ କରିବ, ଏଇଟା ମ୍ୟାଚ୍ କରିବେ ହିଁ କରିବ। ଏଇଟା ବାଇ ଡିଫଲ୍ଟ ସେମାନେ ନେଇକି ଜନ୍ମ ହେଇଛନ୍ତି ବୃଷ ରାଶି ବାଲା। ଏଇଟା ମ୍ୟାଚ୍ କରିବ ହିଁ କରିବ, ମାନେ ଏଇଟା କେହି କାଟି ପାରିବେନି। ବର୍ତ୍ତମାନ ଯଦି ଆମେ ଡିପ୍ କୁ ଯିବା, ବୃଷ ରାଶିରେ 3ଟା ନକ୍ଷତ୍ର ଆସେ। ଗୋଟେ ହେଲା କୃତ୍ତିକା ନକ୍ଷତ୍ର। କୃତ୍ତିକା ନକ୍ଷତ୍ର କଣ ନା ସେଟା ସୂର୍ଯ୍ୟଙ୍କର ରୁଲ କରେ। ଯଦି କୃତ୍ତିକା ବୃଷ ହେଇଥିବ, ସେ ଲୋକକୁ ଆପଣ ରାଜ ଭଳିଆ ସମ୍ମାନ ଦେଇ କଥା ଆଉ କାମ ଆଦାୟ କରିବେ। ଯଦି ରୋହିଣୀ ବୃଷ ହେଇଥିବ, ତାକୁ ପ୍ୟାର ସେ ପ୍ରେମ ଭରେ ପୁରା ପୁରି ଆଲୋ ଜାଲୋ ଖାଇଲୁ ବୁଲିଲୁ ଏଇଆ କହିକି କାମ କରିବେ। ଯଦି ମୃଗଶିରା ବୃଷ ହେଇଥିବ, ତାକୁ କହିବେ ଭାଇ ତୋ ଭଳିଆ କେହି ସଂସାରରେ ନାହାନ୍ତି, ତୁଇ ତ ଏକା ବାରିୟର ରେ ଭାଇ, ତୁଇ ତ ଏକା ଅଛୁ ସଂସାରରେ, ଆଉ କିଏ ଅଛି? ୟୁ ଆର୍ ଦ ୱାରିୟର, ୟୁ ଆର୍ ଦ ୱାନ୍ ହୁ କ୍ୟାନ୍ ଡୁ ଇଟ୍। ବାସ୍ ଏତିକି କହିବ, ସେ ତାର କାମ ଚାଲିବ। ଏଇଟା ମୁଁ ଏଥିପାଇଁ କହୁଛି କାରଣ ଆପଣ କେବେ କରିକି ଦେଖନ୍ତୁ, ଯଦି ଆପଣ ସକ୍ସେସଫୁଲ ନହନ୍ତି ଆସିବ ମତେ କହିବେ କି ଆପଣ ଯାହା କହୁଥିଲେ ଭୁଲ କରୁଥିଲେ। ଏମିତି କାହିଁକି ହୁଏ? କାହିଁକି ନା ଯୋଉ
ନକ୍ଷତ୍ର ସିରିଜ ର ଗୋଟେ ପ୍ଲେଲିଷ୍ଟ ଅଛି ଆମ ପାଖରେ, ଆପଣ ମାନେ ନକ୍ଷତ୍ର ସିରିଜ ଦେଖିଦେଇ ପାରନ୍ତି। ଗ୍ରହ ଜଷ୍ଟ ଗାଡି ଭେହିକିଲ ରେ पेट्रोल पकेइले कि डीजेल पकेइले कि इलेक्ट्रिसिटी देले तो चलिबो ना भाई। से फ्यूएल पकेइबार काम नक्षत्र माने करନ୍ତି। तेणु जो माने वृष राशि वाला से माने शुक्रर गुण आनिबे, वृषभर ट्रेट आनिबे एवं ता सहित सेमानकर माइंड कंपिटिशन में रहिबो। हाँ एटा तो गोटे नॉर्मल प्रेडिक्शन गला। एबे आमे जनरल देखि कोन एबे थला नॉर्मल कथा। एबे मु कोन देखि मो फाइंडिंग रे कोन पाई भाई वृष राशि वाला जदि माइंड रे ठानी नेले कि मते काम करियार अछि, नथिंग एंड नथिंग एंड नथिंग एंड नो वन कैन स्टॉप देम। वृष राशि वाला बाय डिफॉल्ट महादेव को पूजा करिया दरकार। एमि तो समस्त महादेव को पूजा करिया दरकार, किंतु वृष राशि वाला महादेव का आर्डेंट डिवोटी होबा दरकार। तांका मनर येटा को संभाळिया पे ये रहबा दरकार। तांकर एलिमेंट कोन से माने होचंती अर्थ एलिमेंट। जेतेबेले तांको किछि जीवन रे मन रिलेटेड समस्या हबो से माने खाली पादरे चलिबा दरकार ग्राउंड ऊपर, तांका माइंड ठीक रहबो। ग्राउंड माने माटी ऊपर चलिबा दरकार। वृष राशि वाला भाई बहुत प्रेम दरकार, एक्सट्रीम प्रेम दरकार। सोई एटीट्यूड रे ही पारंती बट एक्सट्रीम प्रेम दरकार। एक रूलिंग प्लैनेट वेनस एवं केबे षंढ को गेला करछि कि एंदा ता बेकर हाथ मारछ से आहुरी बेकड़ा देखै दबो। ठीक अछि प्रेम तो सर्वत्र जा, किंतु वृष राशि वाला एक्स्ट्रा टिके दरकार भल पाइबा। तांको मन स्थिर, तांकर चित्त स्थिर। जदि केबे कोनोसी लोक को भल पाइबार सुযোଗ मिले ताले दीटा राशि रो लोक को पक्का भल पाइबो। ठीक अछि ना। गोटेला वृषा गोटे बिच्छा पछार काई अन्य गांव काई भल पाइबनी भाई। दीटा स्थिर राशि एवं स्त्री सौम्य राशि। स्थिर चर स्थिर दात्मिक स्थिर एवं सौम्य मान आउ को कालपुरुष कुंडली रे एमतिया चार्ट मिलेनी आज पर द नेचुरल ट्रेड्स। एवं जदि वृष राशि और बिच्छा राशि वाला का प्रति ट्रूली लॉयल थांती ताले से माने लॉयल ही थांती, ता भीतर मिलावटी न थाए। इफ चंद्र पीड़ित राहु द्वारा ही नथिबो तो हार्ड वर्किंग थांती एवं बहुत पेशेंस रो सहित काम करती भाई जेतल तांको किछ वर्क दिया जाए। आउ वृष राशि वाला को जनरली ट्रैवल टा बहुत पसंद। ये थिला जनरल गोटे प्रेडिक्शन हमर माने ये हिसाब रे जनरल प्रेडिक्शन हिसाब जेतेबेले मनीष कोनोसी काम करे कोंडी कोडी सेवा दिए सेवा करे सर्वप्रथमे सेवाटा तीन प्रकार हुए। गोटे हला मानसिक सेवा, गोटे हला शारीरिक सेवा, गोटे हला आर्थिक सेवा। तुमे 200 कोटी टंका डोनेशन दल मंच उपरू जाइए लोक मान निंदा कल लोक मैंने कौन कहे लोक पाखे सीना पैसा अच्छी किंतु ताको व्यावहारिक ज्ञान जना नहीं। ठीक तुम्हें जदि कोठी गल जोठी तुम पाखे पैसा अच्छी एवं भल व्यवहार भी अच्छी ताले बहुत भल जिनिस। मनीषर जो वचनटा वचन बाणीर तत्वटा सेटा वृष राशि पाखे अच्छी। दे आर द मास्टर्स ऑफ वचन। तेणु वृष राशि वाला कहीं मुझे कहली सेकेंड हाउस रू आम कौन देखु सेकेंड हाउस रू मन वचन बाणी कुटुंब सेमानंकर जदि मून पीड़ित हो गला कुटुंब सहित पड़ो।
ବାଣୀ କର୍କଶ ହେଇଯିବ। ତେଣୁ ଆମେ ଯେତେବେଳେ ଗୋଟେ ଗୋଟେ ରାଶି ଉପରେ ଡିଟେଲ୍ସ ରିସର୍ଚ୍ଚ କରୁଛୁ, ତୁମେ ଖାଲି ଚାର୍ଟ ର ମୁନ୍ ର ପୋଜିସନ ଦେଖିକି ତୁମେ ନିଜେ ଜାଣିପାରିବ ଯେ ଏ ଲୋକକୁ ମୁଁ ଦେଖିଲି, ଏ ଲୋକକୁ ମୁଁ କଣ କହିଲେ ଏ ଲୋକ ସହିତ ମୋର ଅପଡ଼ କମ ହବ। ଗୋଟେ କଥା ମନେ ରଖ, ତୁମେ ଯଦି ଚାଲାକି କରିବ ବୃଷ ରାଶି ବାଲାଙ୍କ ସହିତ, ସେଟା ତାଙ୍କୁ ପସନ୍ଦ ନାହିଁ। କାହାକୁ ବି ଚାଲାକି ପସନ୍ଦ ନାହିଁ, ବଟ ବୃଷ ରାଶି ବାଲାଙ୍କୁ ଏକ୍ସଟ୍ରା ଚାଲାକି ପସନ୍ଦ ନାହିଁ। ଠିକ ଅଛି, ଯେହେତୁ ଚନ୍ଦ୍ର ଉଚ୍ଚ, ତେଣୁ ତୁମକୁ ତାଙ୍କ ପାଖରେ ଝୁକିକି ହିଁ କାମ କରିବାକୁ ପଡିବ, କାରଣ ମନରେ ମନ ୱାଇଜ ଦେ ଆର୍ ଭେରି ଷ୍ଟ୍ରଙ୍ଗ। ତ ଇଏ ଥିଲା ଗୋଟେ ନର୍ମାଲ ପ୍ରେଡିକ୍ସନ ଜିନିଷ। ମୁନ୍ ପୀଡିତ ହେଲେ କଣ ହବ, କେତୁ ସହିତ ଯୁକ୍ତ ହେଲେ କଣ ହବ, ଇଏ ହେଲେ କଣ ହବ, ସିଏ ହେଲେ କଣ ହବ। ବୃଷ ରାଶି ହେଇଥିବ, ତାକୁ କେତୁ ଦେଖୁଥିବ, ସେ ତାର ମନର କଥା ତାକୁ କେହି ବୁଝିପାରିବେନି, ସେ କେବଳ ତା ଭଗବାନଙ୍କୁ କମ୍ୟୁନିକେଟ କରିବ। ରାହୁ ଦେଖୁଥିବ, ତାହେଲେ ସେ କଣ କରିବ ନା ସଂସାର ସମସ୍ତ ଲୋକଙ୍କ ପାଖରେ ସେ ବୁଲି ବୁଲିକି କହିବ କି ମୋ ମନରେ ଏହା ଚାଲିଛି। ତ ମୋର କହିବାର ତାତ୍ପର୍ଯ୍ୟ ଏଇଆ ଯେ ମୁଁ ଗୋଟେ ନର୍ମାଲ ପ୍ରେଡିକ୍ସନ ଦେଲି, ଏଇଆ ହିଁ ଯେ ହବ ସେମିତି ମାନେ ନାହିଁ। ବଟ୍ ଯେତିକି ମୋର ଏକ୍ସପିରିଏନ୍ସ ଭିତରେ ଥିଲା, ମୁଁ ବୃଷ ରାଶି ଉପରେ ଗୋଟେ ନର୍ମାଲ ଭିଡିଓ ବନେଇଲି। ସର୍ବପ୍ରଥମେ ମୁଁ କହିଲି ମହର୍ଷି ପରାଶରଙ୍କର ଯୋଉ ଶ୍ଲୋକର ବ୍ୟାଖ୍ୟା, ତାପରେ ମଡର୍ନ ଡେ ଇଣ୍ଟରପ୍ରିଟେସନରେ ତାର କିଭଳି ଭାବରେ ଇଏ କରାଯିବ, ଏବଂ ମୁଁ କଣ ଛୋଟ ମୋଟ ଫାଇଣ୍ଡିଙ୍ଗସ୍ ପାଇଛି ତା ଉପରେ ଜଷ୍ଟ କହିଲି। ଆଜି ସେସନରେ ଆମେ ଜାଣିଲେ ବୃଷ ରାଶି ବିଷୟରେ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।